ଆଜିର ଘଟଣା ହେଉଛି ସକାଳେ ଆମକୁ ସାର୍ ଫୋନ୍ କଲେ ସକାଳ 6ଟା ଅଧରେ ଇଏ ଆମର ଏସ୍ଏସ୍ ସାର୍ ପ୍ରଭଞ୍ଜନ ମହାନ୍ତି ଆମକୁ ଫୋନ୍ କରିକିରି ଏମିତି ଏମିତି ମ୍ୟାଡ଼ାମ୍ ଟିକେ ପେଟ ବଥା ହେଉଛି ବୋଲି କହୁଛନ୍ତି ସେ କୁଣ୍ଡୁ ସାର୍ ଡକ୍ଟର ପାଖକୁ ନେବାକୁ କହିଲାରୁ ଆମେ କୁଣ୍ଡୁ ଡକ୍ଟର ପାଖକୁ ସକାଳେ 6ଟା ଅଧେ 7ଟାକୁ ନେଲୁ। ନେଲା ପରେ କୁଣ୍ଡୁ ସାର୍ 10ଟା ଏ ଟାଇମ୍ରେ ଆସିଲା ପରେ ସିଜରିନ୍ କଲେ କ୍ଲିନିକ୍ କୁଣ୍ଡୁ ସାର୍ କ୍ଲିନିକ୍କୁ। ତାପରେ ତାଙ୍କେ ଆସିକିରି କ୍ଲିନିକ୍ରେ ସିଜରିନ୍ କରିଦେଲା ପରେ ମ୍ୟାଡ଼ାମ୍ ଭଲକା ଥିଲେ। ତାପରେ ସିରିୟସ୍ ହେଉଛି ବୋଲିକିରି କହିଲା ବାଦେ ଆମେ ସେଠି ଯାଇକି ରହିଥିଲୁ। କ'ଣ ସେ ମେସିନ୍ ଯାକ ଆଣିକିରି ଇଞ୍ଜେକ୍ସନ୍ ଫିଞ୍ଜେକ୍ସନ୍ ସବୁ ଲଗେଇଲା ପରେ ଆମକୁ କହିଲେ କି ଆଉ ଏତେ ଫୁଲ୍ ସିରିୟସ୍ ଅଛନ୍ତି ବିଶାଖାପାଟଣା ନହେଲେ ବ୍ରହ୍ମପୁର ନେବାର ଅଛି। ଠିକ୍ ଅଛି ସାର୍, ଆପଣ ଯେଉଁ ସାଜେସନ୍ ଦେଲେ ସେଟା ଆମେ କରିବୁ। ଠିକ୍ ଅଛି ସାର୍ ଆସିଲା ପରେ କହିବି ବୋଲି କହିଲା ପରେ ଆମେ ସାର୍ ଆସିଲା ପରେ ଆମର ପ୍ରଭଞ୍ଜନ ମହାନ୍ତି ଯେଉଁ ଏସ୍ଏସ୍ ଅଛନ୍ତି ତାଙ୍କ ସହିତ ବି କଥା ହେଲେ ଫୋନ୍ରେ। ତାଙ୍କର ସାଜେସନ୍ ଦେଲା ବେଳକୁ ସେ ସାର୍ କହିଲେ କି ବିଶାଖାପାଟଣା ନେଇଯିବା। ଆମକୁ ପଚାରିଲା ବି ହେବ ବୋଲେ ଆମେ ବିଶାଖାପାଟଣା ନେଇଯିବା। ଆହୁରି ସାର୍ କହିଲେ କି ବିଶାଖାପାଟଣା କ'ଣ ପାଇଁ ନେବା, ଆମେ କୋରାପୁଟ ନେବା ବୋଲିକିରି ସେ କୁଣ୍ଡୁ ସାର୍ କା ଆମ୍ବୁଲାନ୍ସ ଡାକିକିରି ସେ ଆମ୍ବୁଲାନ୍ସରେ କୁଣ୍ଡୁ ସାର୍ ଆଉ ସେ କ୍ଲିନିକ୍ର 2ଟା ନର୍ସ ଆଉ ଆମର ପିଲା ଗୋଟେ ଆସିଲା ପରେ ଆମେ ନୟାଗଡ଼ରୁ ଆସୁଛନ୍ତି ସାର୍ ପ୍ରଭଞ୍ଜନ ମହାନ୍ତି ସାର୍, ତାଙ୍କ ପାଇଁ ଆମେ ରାୟଗଡ଼ାରେ ରହିଗଲୁ। କାର୍ ବୁକ୍ କରିକିରି ଆମେ ରାସ୍ତାରେ ଆସୁଛୁ, ଆମକୁ ଆମର ପିଲା ଫୋନ୍ କଲା ଏମିତି ଲକ୍ଷ୍ମୀପୁର ପାଖରେ ଟିକେ ମ୍ୟାଡ଼ାମ୍ ସିରିୟସ୍ ଅଛନ୍ତି। ହେଲେ କ'ଣ କଲେ ମାନେ ସେ ପିଲାଟା କ'ଣ କହିଲା ମାନେ ଲକ୍ଷ୍ମୀପୁର ହସ୍ପିଟାଲରେ ଜଏନ୍ କଲେ। କେମିତି ଅଛି ବୋଇଲାରୁ ଠିକ୍ ଅଛନ୍ତି ବୋଲେ ସେଇ ହିସାବରେ ତାକୁ ଠିକ୍ ଅଛି କା ବୋଲି କହିଲେ। ଏଠୁ ଷ୍ଟାଫ୍ କହିଲେ କି କିଏ କହିଲେ ମୁଁ ଜାଣିନି, ଠିକ୍ ଅଛି କା ବୋଲି କହିଲା ପରେ ଆମେ ପହଞ୍ଚିଲୁ 6ଟା ଅଧେ ଏ ଟାଇମ୍ରେ ପହଞ୍ଚିଲା ବାଦେ ଆମେ ଗଲାରୁ ସେବକୁ ବି କିଛି ଜଣା ପଡ଼ିଲା ନାହିଁ କ'ଣ ହେଇଛି କ'ଣ ନାହିଁ, ଆମକୁ କିଛି କହୁନାହାନ୍ତି। ତାପରେ ପ୍ରଭଞ୍ଜନ ମହାନ୍ତି ସାର୍ ଆଉ ମୁଁ ଆଉ ଗୋଟେ 3ଟା ପିଲା ସାର୍ ଯେଉଁ ରୁମ୍ରେ ଅଛନ୍ତି ସେ ରୁମ୍କୁ ଗଲା ପରେ ଆଉ କିଛି ନାହିଁ, ମରିଗଲେ ବୋଲି କହିଦେଲେ। ତମକୁ ଦେଖନ୍ତୁ ବ୍ରହ୍ମପୁର କି ଆଜି ମୋର ମିସେସ୍ର ଡେଲିଭରି ଥିଲା ଆଉ ସେଟା ମୁଁ ଆମର କୁଣ୍ଡୁ କ୍ଲିନିକ୍ ରାୟଗଡ଼ାରେ ଆଡ଼ମିଟ୍ କରିଥିଲି। ମୁଁ ତ ସର୍ଭିସ୍ ଯେହେତୁ ବାହାରେ ସର୍ଭିସ୍ କରୁଥିଲି ନୟାଗଡ଼ରେ, ହଠାତ୍ ଆଜି ପେନ୍ ହେଲା। ମୁଁ କହିଲି ଆଉ ଲୋକାଲ୍ ଲୋକଙ୍କୁ ଧରିକି ଟିକେ ଆଡ଼ମିଟ୍ ହେଇଯାଅ, ମୁଁ ଆସୁଛି। ତାପରେ ଆଡ଼ମିଟ୍ କରାଇଲି। ମୋତେ ମେଡ଼ିକାଲ ତରଫରୁ କୌଣସି ଇଣ୍ଟିମେସନ୍ ଦିଆଗଲାନି ଯେ ଆପଣଙ୍କର ମିସେସ୍, ମୋର ସବୁ ମୋବାଇଲ୍ ନମ୍ବର ମୁଁ ଦେଇଥିଲି କିନ୍ତୁ ମୋତେ କୌଣସି ଇଣ୍ଟିମେସନ୍ ଦିଆଲେନି ଯେ ଆପଣଙ୍କର କ'ଣ ମିସେସ୍ରେ ଏଇଆ ପ୍ରୋବ୍ଲେମ୍ କି କ'ଣ କୌଣସି ଦେଇନାହାନ୍ତି। ଆମର ଯିଏ ଲୋକାଲ୍ ଲୋକ ଫୋନ୍ କଲେ ଆପଣଙ୍କ ଝିଅ ହେଇଛି। ମୁଁ ଖୁସି ହେଲି ଟିକେ, ଯାହା ହଉ ମୁଁ ଶୀଘ୍ର ବି ଆସିକି ପହଞ୍ଚି ଯାଉଛି। ଆଉ ମିସେସ୍ଙ୍କ ହୋସ୍ ଆସିନି, ଆସିଯିବ। ମୁଁ କହିଲି ହଉ ଠିକ୍ ଅଛି। ପରବର୍ତ୍ତୀ ସମୟରେ ମୋତେ ଗୋଟେ ନମ୍ବରରୁ କଲ୍ ଆସିଲା ଯେ ଆପଣଙ୍କର ମିସେସ୍ର ଟିକେ ପ୍ରୋବ୍ଲେମ୍ ଅଛି, BP ଅପ୍-ଡାଉନ୍ ହେଉଛି ଆଉ ଫ୍ଲକ୍ଚୁଏଟ୍ ହେଉଛି, ଆପଣ ଶୀଘ୍ର ଆସନ୍ତୁ। ମୁଁ କହିଲି କ'ଣ ଫ୍ଲକ୍ଚୁଏଟ୍ ନା ସେଇଟା କ'ଣ ପାଇଁ ଆମେ ବି ଜାଣିପାରୁନୁ, ଆପଣଙ୍କୁ ଏଇଟା ବାହାରକୁ ନେବାକୁ ପଡ଼ିବ। ମୁଁ ହଉ ଠିକ୍ ଅଛି, ଆପଣ ବିଶାଖାପାଟଣା ରେଫର୍ କରିଦିଅନ୍ତୁ। ନା ହଉ ଠିକ୍ ଅଛି, ଆପଣ ଆସନ୍ତୁ। ଏହା ବି ମଧ୍ୟ ମୁଁ କହିଲି ନା ଆମେ ସେସବୁ ବ୍ୟବସ୍ଥା କରିଦେବୁ ବୋଲି ଫୋନ୍ରେ କହିଲେ। ମୁଁ ତାପରେ ସେ ତାଙ୍କୁ ଜଷ୍ଟ ଆସିବା ପୂର୍ବରୁ ରାୟଗଡ଼ାରେ ଜଷ୍ଟ ପହଞ୍ଚିବା ପୂର୍ବରୁ ମୋର ମିସେସ୍କୁ ନେଇଯାଇଛନ୍ତି ଲକ୍ଷ୍ମୀପୁର, ମୋତେ ବି ଜଣେଇ ନାହାନ୍ତି ଲକ୍ଷ୍ମୀପୁର। ତାପରେ ଲୋକାଲ୍ ଲୋକଙ୍କ ଉପରେ ମୁଁ ସେ ରାୟଗଡ଼ାରେ ପହଞ୍ଚିକି ପାଇଲିନି, ପଚାରିଲି କୁଆଡ଼େ ନେଲେ, ନା ଆପଣଙ୍କର ଲକ୍ଷ୍ମୀପୁର ନେଇଛନ୍ତି। ମୁଁ ତାପରେ ଲକ୍ଷ୍ମୀପୁର ବ୍ୟସ୍ତତା ଭିତରେ ଆସୁଛି, ସେ ଯେଉଁ ବ୍ୟକ୍ତି ମୋତେ ଫୋନ୍ କରିଥିଲେ ମେଡ଼ିକାଲରୁ, ତାଙ୍କର କ୍ଲିନିକ୍ରୁ, ସେ କ୍ଲିନିକ୍ରୁ ସେ କହିଲେ କେଉଁଠି ଅଛନ୍ତି? ମୁଁ କହିଲି ଏଠି ଅଛି। ପେସେଣ୍ଟ କଣ୍ଡିସନ୍ ମୁଁ ଯେତେବେଳେ ପଚାରିଲି କହିଲେ ଆପଣ ଶୀଘ୍ର ଆସନ୍ତୁ। ମୁଁ ଶୀଘ୍ର ଏଠି ପହଞ୍ଚିଲାକୁ ସେ ଆଉ ନାହିଁ। କ'ଣ ଭାବୁଛନ୍ତି ଆଜ୍ଞା, ସେ ପ୍ରକୃତରେ ରାୟଗଡ଼ାରେ ମୃତ୍ୟୁବରଣ କରିଥିଲେ ନା ଆଣିଲା ବେଳେ ବାଟରେ ମୃତ୍ୟୁବରଣ? ନାଇଁ, ଯାହା ହେଇଥିବ ରାୟଗଡ଼ରେ ଭଲ ଥିଲେ, କାରଣ ଲୋକମାନେ ଯାହା ଦେଖିଛନ୍ତି, କାରଣ ଆମର ଅଫିସିଆଲ ଷ୍ଟାଫ୍ ମାନେ ଥିଲେ, ସେମାନେ ବି ପ୍ରେଜେଣ୍ଟ ଥିଲେ, ସେମାନେ ଦେଖିଛନ୍ତି, କହିଲେ ମଧ୍ୟ ଏଠି ଭଲ ଥିଲା, ରାୟଗଡ଼ରେ ଠିକ୍ ଥିଲା। ଭଲ ଚିକିତ୍ସା ପାଇଁ ସେମାନେ ରେଫର କଲେ, କହିଦେଲେ ବାହାରକୁ ନେବା ପାଇଁ। କିନ୍ତୁ ମୋର ବିନା ଅନୁମତିରେ ମୋତେ କିଛି ଜଣେଇ ନାହାନ୍ତି, ସିଧା ପଳେଇ ଆସିଛନ୍ତି ଲକ୍ଷ୍ମୀପୁର। ସେଇଟା ବିଶାଖାପାଟଣା ନେବାକୁ ଲକ୍ଷ୍ମୀପୁର କାହିଁକି? ସେଠି ପାଖରେ, ସେଠି ଭଲ ଟ୍ରିଟମେଣ୍ଟ, ୱେଲ୍ ଟ୍ରିଟମେଣ୍ଟ, କାରଣ ଆମ ବି ଆଫୋର୍ଡେବୁଲ୍, ଆମେ ପଇସା ପାଇଁ ବି ଡରୁନି, ଆମେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି, ଜଣେ ଆମକୁ ଅସୁବିଧା କିଛି ନାହିଁ। କିନ୍ତୁ ସେ ଆମକୁ ନ ଜଣେଇକି ଏଇ ଜାଗାକୁ ଆଣିଲେ, ଯାହାଫଳରେ କି ଟ୍ରିଟମେଣ୍ଟ ବିଲକୁଲ ହେଇପାରିଲାନି କି କ'ଣ ତା ବଦଳରେ ମୁଁ ଜାଣିବି। ମୁଁ ଏଠି ପହଞ୍ଚିଲାକୁ ଆଉ ନାହିଁ।
କଣ ମତେ ମତେ କହିଲେ ଏମିତି ଗୋଟେ ହେଇଗଲା। ବର୍ତ୍ତମାନ କଣ ନିଶ୍ଚିନ୍ତ କିଛି ଗୋଟେ ଅବହେଳା ହେଇଛି ଯୋଉଟା କି ଆମକୁ ଲୁଚେଇଛନ୍ତି ସେମାନେ। କାରଣ ଗୋଟେ ଡକ୍ଟର ଯଦି କିଛି ଆପଣ ସାଧାରଣତଃ ଦେଖିଥିବେ ଗୋଟେ କ୍ଲିନିକରେ ମନେକର କାହାର କିଛି ସିରିୟସ୍ ଗୋଟେ ଜଣଙ୍କର ହେଲା, ସେ ପେସେଣ୍ଟକୁ ତାଙ୍କର ଘର ଲୋକ କିମ୍ବା ସମ୍ପର୍କୀୟ ଲୋକମାନେ ନିଅନ୍ତି ବାହାରକୁ। ଡକ୍ଟର ନର୍ସ କେବେ ଆମ୍ବୁଲାନ୍ସରେ ଆସିବେ କି? ଏଠି ସେମାନେ ନିଜେ ହିଁ ଆସିଛନ୍ତି ସେଠୁ ସାଙ୍ଗରେ ଧରିକି ଆମ୍ବୁଲାନ୍ସରେ ତରବରିଆ ଭାବରେ। ତାପରେ ଯଦି ତରବରିଆ ଭଲ ଜାଗାରେ ଦେଖିଥାନ୍ତେ ମତେ ବି ଜଣେଇଥାନ୍ତେ ଟିକେ, କାରଣ ସ୍ୱାମୀ ହିସାବରେ ମୋର ସବୁ ଜାଣିବାର ଅଛି। ମତେ ମଧ୍ୟ ସେମାନେ କୌଣସି କଥା ଅବଗତ କରାଇଲେ ନାହିଁ। ତ ବର୍ତ୍ତମାନ କଣ କରୁଛନ୍ତି ସାର୍? ଏଇଟା ଯାହା ଆମେ ଲିଗାଲ ଆକ୍ସନ ନେବୁ। କଣ କେସ୍ ବାସ୍ କରୁଛନ୍ତି? ହଁ କେସ୍ ବାସ୍ କରିବୁ, ଆଇନର ଆଶ୍ରୟ ନେବୁ ଆଉ। କଣ ଡକ୍ଟରଙ୍କ ବିରୁଦ୍ଧରେ ଆଜ୍ଞା କଣ କରିବେ? ଆଇନର ଆଶ୍ରୟ ନେବୁ, ଏତିକି କେବଳ କହିବି। ରାୟଗଡ଼ का ଆମର ନାଇଁ ରାୟଗଡ଼ା ପେସେଣ୍ଟ କୁ ଦେଖିଥିଲ? ଦେଖିଥିଲି ଭାଇନା, କେମିତି ଥିଲା state? ସେଠି ଭଲ ଥିଲା ଭାଇନା। ଭଲ ଥିଲା ମାନେ ସିରିୟସ୍ କଣ ଥିଲା? ସିରିୟସ୍ ମାନେ ବ୍ଲଡ ଟେଷ୍ଟ କିଛି କରିନାହାନ୍ତି, କିଛି ନାହିଁ। ତାଙ୍କୁ ଚଢ଼ାଇ ଦେଲେ, ଚଢ଼ାଇ ଦେଇକି ଆମ୍ବୁଲାନ୍ସ ଚଢ଼ାଇ ଦେବାକୁ ଭଲ ଥିଲା ଗା। ତାପରେ କ'ଣ ହେଲା, ଜଣେ ରାସ୍ତାରେ ଆଇଲା ବେଳକୁ ଏଠି ଆଇଲା ବେଳକୁ ମରିଗଲା ବୋଲି କହିଲେ। ରାୟଗଡ଼ା କୋଉଠି ଏଟା ଅପରେସନ ହେଇଥିଲା? କୁନ୍ଦୁ ଡକ୍ଟର ପାଖରେ, କୁନ୍ଦୁ କୁଣ୍ଡୁ ସାର୍ କ୍ଲିନିକରେ, କ୍ଲିନିକରେ, ପ୍ରାଇଭେଟ କ୍ଲିନିକରେ। ପ୍ରାଇଭେଟ କ୍ଲିନିକରେ। କେତେବେଳେ ହେଇଥିଲା କଣ? କେତେବେଳେ ମାନେ ଆମେ 7ଟା ଅଧରେ ଯାଇକି ଜଏନ୍ କରିଦେଲୁ ସକାଳେ? ସକାଳ। ତାପରେ 11ଟା ଭିତରେ ଅପରେସନ କରିକି ପିଲା କାନ୍ଦିଦେଲେ। ତାପରେ ସେ ଜଏନ୍ କଲେ, ଘଣ୍ଟା ବେଳକୁ ଆମକୁ ଫୋନ୍ କଲେ ବିପି ସୁଗାର ଡାଉନ୍ ହେଇଗଲା, କୋରାପୁଟ ନେଇଯାବାର ଅଛି ବୋଲି। ଆଉ କିଛି କହିନାହାନ୍ତି, କିଛି ନାହିଁ। ଆମ୍ବୁଲାନ୍ସ ଧରିକି ପଳେଇ ଆସିଛନ୍ତି। କିଏ ଧରିକି ଆଇଲେ? କୁନ୍ଦୀ ସାର୍ ଆଇକିନା ତାଙ୍କ 2ଟା ନର୍ସ, ଆମର ପିଲା 1 ଜଣ ଆସିଛନ୍ତି, ଆଉ କିଏ ଆସିନାହାନ୍ତି। ଯୋଉ ଡେଥ୍ ହେଲା ମେଡିକାଲରେ ହେଲା ନା ବାଟରେ ହେଲା? ବାଟରେ ହେଲା, ମେଡିକାଲ କିଛି ହେଇନି। ମେଡିକାଲ ଚଢ଼ିଲା ବେଳକୁ ଭଲ ଥିଲେ, ବାଟରେ ହେଲା ସେଟା। ଲକ୍ଷ୍ମୀପୁର ମେଡିକାଲ ଆଣିଲା ବେଳକୁ ଡେଥ୍ ହେଇଛି। ଡେଥ୍ ହେଇଯାଇଛି। ବର୍ତ୍ତମାନ କଣ ଅଭିଯୋଗ କଣ ହଉଛି? ଅଭିଯୋଗ ମାନେ କ'ଣ କରିବା କୁହନ୍ତୁ, ତାଙ୍କେ ଇନଫର୍ମେସନ ଦେଲା ବେଳକୁ ପୋଲିସ ମାନେ ଆସିଛନ୍ତି, ଦେବେ ତାଙ୍କୁ କ'ଣ ପ୍ରୋସେସ କରିବେ, କେସ୍ କରିବେ, ଲଗେଇବେ, ସେତିକି, ଆଉ କିଛି ନାହିଁ।